ଖୋର୍ଦ୍ଧା ଓ ବେଗୁନିଆ ଅଞ୍ଚଳରେ ଆଜି 36ଗୋଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରାଗଲା, ଯାହାଫଳରେ 29,000 ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି ହେଲା ଏବଂ 40,811 କୋଟି ଟଙ୍କା ମଧ୍ୟ ଆଜି ଏଠି ବିନିଯୋଗ ହେବାର ଏ ପ୍ରକଳ୍ପ କରିବାର ସୁନିଶ୍ଚିତ ସୃଷ୍ଟି ହେଲା। 59,000 ନୂଆ ନିଯୁକ୍ତି କୌଣସି ଦୃଷ୍ଟିକୋଣରୁ ଏକ ଛୋଟ ଉପଲବ୍ଧି ନୁହେଁ। ପୂର୍ବରୁ ଆମ ସରକାର ଏହି 18ରୁ 20 ମାସ ମଧ୍ୟରେ ପ୍ରାୟ 2.5 ଲକ୍ଷ କୋଟି ଟଙ୍କାର 109ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିସାରିଛନ୍ତି। ଆଉ ଏହାଦ୍ୱାରା 1,76,000 ନିଯୁକ୍ତି ସୃଷ୍ଟି ହୋଇସାରିଛି। ଆଜି ଏହି କାର୍ଯ୍ୟକ୍ରମରେ ଆଉ 40,811 କୋଟି ଟଙ୍କାର ପୁଞ୍ଜିନିବେଶ ଆଜି ହୋଇଛି ଏବଂ 59,000 ନିଯୁକ୍ତି ସୃଷ୍ଟି ହେବାର ଇଏ ସୁନିଶ୍ଚିତ ହୋଇପାରିଛି। ମୁଁ ପୂର୍ବରୁ ଅନେକ ଥର କହିଛି, ଆଗାମୀ ଦଶନ୍ଧି ହେଉଛି ଓଡ଼ିଶାର ଯୁବବର୍ଗଙ୍କର ପାଇଁ ଏକ ସୁବର୍ଣ୍ଣ ଯୁଗର ଆୟମାରମ୍ଭ। ଆମେ ଦେଖୁଥିବା ପ୍ରତ୍ୟେକ ସ୍ୱପ୍ନ ଆଜି ବାସ୍ତବ ରୂପ ନେଉଛି।